ଆଖିରେ ଆଖିଏ ସ୍ୱପ୍ନ, ବଞ୍ଚିବାକୁ ବି ବହୁତ ଇଚ୍ଛା। ତାଙ୍କର ସେଇ ହସ ହସ ମୁହଁ ଦେଖିଲେ ଯିଏ କେହି ବି ଘଡ଼ିଏ ଅଟକିଯିବ। ହେଲେ ସବୁ ସ୍ୱପ୍ନ ଏବେ ତାଙ୍କର ଧୂଳିସାତ୍ ହେବାକୁ ବସିଛି। ଏ ହେଉଛନ୍ତି ସରବଣୀ ମହାରାଣାଙ୍କ ପୁଅ ସୁବଳ ମହାରାଣା। ଘର ଖୋର୍ଦ୍ଧା ବାଣପୁର ବ୍ଲକ ରାଣୀପଡ଼ା ଗାଁରେ। ଗତ 3 ଦିନ ତଳେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲ ବେଡ୍ରେ ପଡ଼ି ମରଣ ସହ ସଂଗ୍ରାମ କରୁଛନ୍ତି ସୁବଳ। ଗରିବ ଅଭାବୀ ପରିବାର ହୋଇଥିବାରୁ ପୁଅର ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ। ଗୋଟେପଟେ ସୁବଳଙ୍କ ମା କାନ୍ଦି କାନ୍ଦି କହୁଛନ୍ତି, ମୁଁ ବିଧବା ଲୋକଟେ, ପୁଅର ଦେହ ଭଲ କରିବାକୁ ଅର୍ଥ କୋଉଠୁ ବା ଯୋଗାଡ଼ କରିବି। ମାସିକ ଭତ୍ତା ଟଙ୍କା ଯାହା ମିଳୁଛି ସେଥିରେ ପେଜ ତୋରାଣି ପିଇ 4 ପ୍ରାଣୀ ବଞ୍ଚୁଛୁ। ପୁଅର ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବି? ହେ ସରକାର, ମୋତେ ସାହାଯ୍ୟ କର, ମୋ ପୁଅର ଦେହ ଭଲ କରିଦିଅ। ଏମିତି କେତେ କ'ଣ କହି ଆକୁଳ ନିବେଦନ କରୁଛନ୍ତି ସୁବଳଙ୍କ ମା ସରବଣୀ। ଯେଉଁ ପଣତକାନିରେ ମା ତାର ସନ୍ତାନକୁ ସୁରକ୍ଷା ଦେଉଥିଲା, ଆଜି ସେଇ ମା ତାର ସନ୍ତାନର ଜୀବନ ବଞ୍ଚାଇବା ପାଇଁ ସରକାରଙ୍କୁ ଗୁହାରି କରୁଛି। କ'ଣ ଏ ଗଛ ଧକ୍କା ହେଇକିରି ଗାଡ଼ିରେ ହେଇକିରି ସବୁ ଅସୁବିଧା ହେଇଗଲା। ପଇସାଟି ନେଇ ଖର୍ଚ୍ଚ କରିକି ଆଣିବାକୁ ସରକାର ତରଫରୁ ଯିବେ କ'ଣ ମିଳନ୍ତା ବୋଲେ ଟିକେ ନାକୁ ଚଳିକି ରହନ୍ତି। ଆଉ କ'ଣ କରିବି କି? ମୁଁ ଶ୍ରୀ ବାଉରୀବନ୍ଧୁ ଶାସନର ତାଙ୍କ ପୁଅର ଗୋଟିଏ ଆକ୍ସିଡେଣ୍ଟ ଏଇ ନିକଟରେ, ଏଇ କେନାଲ ନିକଟରେ ଗୋଟେ ଆକ୍ସିଡେଣ୍ଟ ହେବା ଦ୍ୱାରା ସେ ଚେତାଶୂନ୍ୟ ବିଗତ 3 ଦିନ ହେବ ସେ ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଛନ୍ତି। ତାଙ୍କର ସହଯୋଗ ସାହାଯ୍ୟ କୌଣସି ପଇସାର ଅଭାବ, ତେଣୁକରି ଆମର ସରକାରଙ୍କ ତରଫରୁ ଯଦି ମିଡ଼ିଆ ଭାଇମାନଙ୍କ ସହଯୋଗରେ କିଛି ଅନୁଦାନ ତାଙ୍କୁ ଦିଆଯାଆନ୍ତା ତାହେଲେ ସେ ହୁଏତ ଉପକୃତ ହୋଇପାରନ୍ତେ। ତା ଦୁଃଖ କହିଲେ ନ ସରେ। ସରବଣୀଙ୍କ ସ୍ୱାମୀ କିଛି ବର୍ଷ ପୂର୍ବରୁ ସାଳିଆ ଡ୍ୟାମ୍ରେ କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସରବଣୀଙ୍କ 3ଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ ପୁଅ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ମଝିଆ ପୁଅ ମୂଲ ଲାଗିଲେ ଘରର ଚୁଲି ଚଳେ। କିନ୍ତୁ ଦୈବ ଦୁର୍ଭାଗ୍ୟ, ଆଜି ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ। ମୋ ନାଁ ସାବିତ୍ରୀ ମହାରଣା। ଆକ୍ସିଡେଣ୍ଟ ବହୁତ ସିରିୟସ୍ ଅଛି। ଯଦି ସରକାରଙ୍କ ତରଫରୁ କିଛି ବି ମିଳନ୍ତା ତାହେଲେ କିଛି ବି ଭଲ ହେଇକି ଆସିପାରନ୍ତା। ଆଉ କିଛି ବି ମୁଁ କହୁନି, ଖାଲି ମୋ ଭାଇ କି ମୋ ଭଲ ହେଇକି ମୋ ଘରକୁ ପଳେଇ ଆସୁ। ସରକାରଙ୍କ ତରଫରୁ କିଛି ବି ସାହାଯ୍ୟ ମିଳିଲେ, ସମସ୍ତଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ମୋ ଭାଇ ଘରକୁ ଭଲ ହେଇ ଆସିପାରିବ। ମୋ ନାଁ ହେଉଛି ରମେଶ ଚନ୍ଦ୍ର ବିଷୋଇ, ମୋ ଘର ହେଉଛି ରାଣୀପଡ଼ା। ଓଡ଼ିଶାବାସୀଙ୍କୁ ନିବେଦନ କରୁଛି କିଛି ଆର୍ଥିକ ସାହାଯ୍ୟ ହେଲେ ସେ ପିଲାଟି ବଞ୍ଚିପାରନ୍ତା। ଆଉ ଆମର ବିଧାୟକ ମହୋଦୟ ଚିଲିକାର ତାଙ୍କୁ ବି ଅନୁରୋଧ କରାଯାଉଛି, ତାଙ୍କୁ କିଛି ସାହାଯ୍ୟ କଲେ ସେ ପିଲାଟି ଭବିଷ୍ୟତରେ ଭଲ ହେଇ ଆସିବ। ଯେହେତୁ ତାଙ୍କର ସାହା ଆଉ ଭରସା ସେ ପିଲାଟି, ତାଙ୍କର ହେଉଛି ଏକମାତ୍ର ସାହା ଭରସା। ତେଣୁ ତାଙ୍କର ପଇସା ପାଇଁ ତେଣୁ ଆମେ 4.5 କୋଟି ଜନତାଙ୍କ ପାଖରେ ଅନୁରୋଧ କରୁଛୁ, ତାଙ୍କର କିଛି ପଇସା ଦେଲେ ସେ ପିଲାଟି ସେ ଉପକୃତ ହୋଇକି ମରଣ ମୁହଁରୁ ଫେରିଆସନ୍ତା। ଗରିବ ଓ ଦାରିଦ୍ର୍ୟ ସୀମାରେଖା ତଳେ ଏହି ପରିବାର ମୁଠାଏ ଦାନା ପାଇଁ ସଂଘର୍ଷ କରୁଥିବା ବେଳେ ପୁଅକୁ କିପରି ଭଲ କରିବେ ଚିନ୍ତାରେ ପରିବାର। ଶେଷରେ ଉପାୟ ନ ପାଇ ବାଧ୍ୟ ହୋଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସୁବଳଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଚାହୁଁଛନ୍ତି, ତେବେ ଦିଆଯାଇଥିବା ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ସୋମନାଥ ବେହେରା, କାନାରା ବ୍ୟାଙ୍କ, ଆକାଉଣ୍ଟ ନମ୍ବର 345510100158, IFC କୋଡ୍ CNRB 0003455। ଆପଣମାନେ ମଧ୍ୟ ତାଙ୍କୁ ଫୋନ୍ପେ ବା ଗୁଗଲ ପେ ମାଧ୍ୟମରେ ଟଙ୍କା ପଠାଇ ପାରିବେ। ଫୋନ୍ପେ ନମ୍ବରଟି ହେଉଛି 8658374848। ପୁଣି ଥରେ କହି ରଖୁଛୁ, 8658374848। ଆପଣଙ୍କର ଗୋଟିଏ ଗୋଟିଏ ଟଙ୍କାର ସାହାଯ୍ୟ ବଞ୍ଚାଇଦେବ ସୁବଳଙ୍କୁ। ପୁଣି ଫୁଟି ଉଠିବ ସୁବଳଙ୍କ ପରିବାର ଓଠରେ ହସ। ଚିଲିକାରୁ ସୋମନାଥ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।